एकचत्वारिंश अध्याय नंद महांती संवाद। नमस्ते नीलाद्रि केसरी तव महिमा कुकेसरी। तुम्भ महिमा अकुपार कर ए भव कुपुपार। हे नील घन अपघन एहि विनती प्रभु घेन। हसी चैतन्य देव कहे शुण हे मन नूपराए। मु जाहा कहुअछि एबे केवल शुण श्रद्धा भावे। अशेष ब्रह्मांडर श्रेष्ठ ए मंच भुवन वैकुंठ। नाम जा श्री पुरुषोत्तम से पुरे न पसई जम। पतित चांडाल ହିଁ ଥିଲେ ଦଣ୍ଡି ସେ ନ ପାରଇ ଗଲେ। ଏମନ୍ତ କ୍ଷେତ୍ରେ ବାସ ଜାଣ ଜାତିରେ ଅଟଇ କରଣ। ଷୋଳ ପଞ୍ଜଆରେ ଉତ୍ତମ ନନ୍ଦ ପଟ୍ଟନାୟକ ନାମ। ପ୍ରତାପ ରୁଦ୍ର ସମୟରେ ପାଞ୍ଜିଆ ବୃତ୍ତି ସେହୁ କରେ। ଜାଣଇ ଜୀବ ନାରାୟଣ ସଂସାର ଯାହାର ଭିଆଣ। କୀଟରୁ ବ୍ରହ୍ମ ଯାଏ ଯେତେ ହରି ସବୁରି ହୃଦଗତେ। ପିଣ୍ଡ ମାତ୍ରକ ଭିନ୍ନ ଭିନ୍ନ ସର୍ବତ୍ର ଏକଇ ସମାନ। ଯେ ପ୍ରାଣୀ ଯିବେ ଦ୍ରୋହ କରି ସେ ନିଶ୍ଚେ ଶ୍ରୀହରି ବୈରୀ। ଏମନ୍ତ ଜାଣି ତା ମନରେ ସକଳ ଯିବେ ଦୟା କରେ। ଦଇବ ଯୁଗେ ରାଜପଥ ଲୌକିକେ କରୁଥାଏ ମାତ୍ର। ପୁତ୍ର ଦୁହିତା ବନ୍ଧୁ ଭାଇ ଅନେକ ପୁରୀଣ ଅଛଇ। ପତ୍ନୀ ତାହାର ଗୁଣବତୀ ମିଳଇ ଅନେକ ସମ୍ପତ୍ତି। କାହିଁ ତା ନ ପସଇ ମନ ଏକାତା ଗୋବିନ୍ଦେ ଭଜନ। ହୃଦେ ବିଚାରୁ ଥାଇ ତାର କେମନ୍ତେ ହେବି ଭବୁ ପାର। ଏମନ୍ତ କେତେ ଦିନ ଅନ୍ତେ ଶୁଣ ସୁମନ ଶୁଦ୍ଧ ଚିତେ। ଦିନେ ପ୍ରତାପୀ ଦଣ୍ଡଧାରୀ ପରଜା ମାନଙ୍କୁ ହକାରି। ଦୋଷ ନ ଥାଇ ଦଣ୍ଡ ଦେଲେ ପ୍ରଜାଏ ଡକା ପକାଇଲେ। ନନ୍ଦ ମାହାନ୍ତି ତାହା ଦେଖି ବିକଳେ ଥନ ଥନ ଆଖି। କରି କହଇ କ୍ରୁଧ ଭରେ ପ୍ରତାପ ରୁଦ୍ରଙ୍କ ଛାମୁରେ। ବଇଲେ ଶୁଣ ନୃପରାଣ ଜୀବ ଅଟଇ ନାରାୟଣ। ତାହାଙ୍କୁ ଦଣ୍ଡମାନ ଦେଲେ ଲାଗଇ ନିଜ ଅଙ୍ଗେ ଭଲେ। ତୁମ୍ଭେ ସୁବୁଦ୍ଧି ନରବର ଏକଥା କିମ୍ପା ନ ବିଚାର। ଏଠାରେ ସିନା ବଡ଼ ସାନ ସେଠାରେ ସମସ୍ତେ ସମାନ। ଏଠାରେ ସାମନ୍ତ ସେବକ ସେଠାରେ ଜାଣ ସର୍ବ ଏକ। ଏଠାରେ ଉଚ୍ଚ ନୀଚ ଅଛି ସେଠାରେ ଏହା ନାହିଁ କିଛି। ପ୍ରବେଶ ହେଲେ ସେହି ସ୍ଥାନ ଏକଥା ସତ୍ୟ କରି ଘେନ। ସମସ୍ତ ସମାନ ଅଟଇ ଏଠାରେ ଭିନ୍ନ ଭିନ୍ନ ହୋଇ। ଜୀବ ଏ ଆତ୍ମା ଆଦି କର୍ତ୍ତା ହେ ରାଜା ନ କରୁଛ ଆସ୍ଥା। ଯେ ପ୍ରାଣୀ ଜୀବ ଦ୍ରୋହ କରି ସେ ନିଶ୍ଚୟ ବିଷ୍ଣୁଙ୍କ ବୈରୀ। ହେ ରାଜା ତୁମ୍ଭେ କି ନ ଜାଣ ମୋର କହିବା ଅକାରଣ। ତାହା ଶୁଣିନ ନୃପବର ବଇଲେ ଶୁଣ ରେ ପାମର। ତୁ ଯେଉଁ କଥା ମାନ କହୁ ନୃପତି ହୋଇ କେବା ସହୁ। ଆଜ ଜାଣିବା ତୋର ମନ ତୁ ଅବା ଜାଣୁ କେତେ ଜ୍ଞାନ। ଦେଖାଇ ଦେବୁ ଆଜ ତୁହି ସେ ଆତ୍ମା ରାମଛନ୍ତି କାହିଁ। ନୋହିଲେ ମରିବୁ ଅବଶ୍ୟ ଛାଡ଼ ତ ଜୀବନର ଆଶ। ଏମନ୍ତ କହି କ୍ରୁଧ ଭରେ ରଖାଇ ଦେଲେ ବନ୍ଦୀ ଘରେ। ବଇଲେ ଶୁଣ ଆରେ ଦୂତ ଏହାକୁ ରଖିଲେ ଜାଗ୍ରତ।
ଅନ୍ନ ଭୋଜନହୀନ ଦେବ, ଯେମନ୍ତ ସୁଖିଏ ମରିବ। ନୋହିଲେ ଆତ୍ମାରାମ ମତେ, ଦେଖାଇ ଦେଉ ସେ ସାକ୍ଷାତେ। ତେବେ ଜୀବନ ଥିବ ଭଲେ, ବୋଲି ନୃପତି ଚଳିଗଲେ। ଏଣେ ଯେ ଦୂତ ବେଗ କରି, ସେ ନନ୍ଦ ମହାନ୍ତିକି ଧରି। ବନ୍ଦୀ ମନ୍ଦିରେ ବନ୍ଦୀ କଲେ, ନିବିଡ଼େ ବାନ୍ଧି ସେ ରଖିଲେ। ବନ୍ଦୀରେ ଥାଇ ହରି ଭକ୍ତ, ଭୟ କିଞ୍ଚିତେ ନାହିଁ ଚିତ। ଚିନ୍ତିନ ପ୍ରଭୁ ବ୍ରହ୍ମ ରାଶି, ଯୋଗ ଆସନ କରି ବସି। ସକଳ ଇନ୍ଦ୍ରିୟ ନିବାରି, ରହିଲେ ସ୍ତମ୍ଭୀଭୂତ କରି। ନାଭି କମଳୁ ବାୟୁ ତୋଳି, ମୃଣାଳ ସୂତ୍ର ମତେ ଗିଳି। ମନକୁ ଜ୍ଞାନ ମାର୍ଗେ ଥୋଇ, ସୁବୁଦ୍ଧି ସଙ୍ଗତେ ରୁହାଇ। ସମସ୍ତ ଟେକିଲେ ଉଜାଣି, ତ୍ରିକୁଟ ଠଣା କଲେ ଜିଣି। ଅଗମ୍ୟ ମାର୍ଗେ ପଶିଗଲେ, ଅମନ ମନ୍ଦିରେ ମିଳିଲେ। ଦେଖିଲେ ଅମଳ କମଳ, ଫୁଟି ରହିଛି ବେନି ଦଳ। ତହିଁ ବିଜୟ ଆତ୍ମାରାମ, ଯୁଗ ମାୟା ସଙ୍ଗରେ ପ୍ରେମ। ତାଙ୍କ ଛାମୁରେ ଯାଇ ଭେଟି, ସଂସାର ବନ୍ଧ ଗଲା ଫିଟି। ଦେଖିଲା ବାହାର ଭିତରେ, ଅଶେଷ ବ୍ରହ୍ମାଣ୍ଡ ଯାକରେ। ଏକରୁ ଦୁଇ ନାହିଁ ଆନ, ସର୍ବତ୍ର ଯିବେ ଭଗବାନ। ଯାହାଙ୍କ ଦର୍ଶନେ ସେ କ୍ଷଣି, ବ୍ରହ୍ମାଣ୍ଡ ତୁଚ୍ଛ ପ୍ରାୟ ମଣି। ସକଳ ଭୟ କଲା ଦୂର, କେ କହୁ ଆନନ୍ଦ ତାହାର। ବଇଲା ତତେ ଦେଖି ମୁହିଁ, ଭୟ ପଳାଇ ଗଲା କାହିଁ। ସମସ୍ତେ ଏକଇ ଜୀବନ, ପିଣ୍ଡ ମାତ୍ରକେ ଭିନ୍ନ ଭିନ୍ନ। ମୋର ଅଜ୍ଞାନ ସିନା ମତେ, ଭୟ ଦେଖାଇଥିଲା ଚିତେ। ଏବେ ଫିଟିଲା କର୍ମ ଫାଶ, କିସ କରିବ ସେ ନରେଶ। ଏମନ୍ତ କହି ବେଗେ ଉଠି, ଭଜିଣ ରାମ ନାମ ଗଟି। ଶ୍ରୀନୀଳ କନ୍ଦର ସୁନ୍ଦର, ନିନ୍ଦିତ ତନୁ ଜଳଧର। କିରୀଟି କୁଣ୍ଡଳ ପ୍ରକାଶ, ତଥି ଶୋଭିତ ପୀତବାସ। ଶଙ୍ଖ କମଳ ଗଦା ଚାରି, ସର୍ବଦା ଚତୁର୍ଭୁଜେ ଧରି। ମଞ୍ଜୁଳ ଅଷ୍ଟାଦଶ ଚିହ୍ନ, ସୁନ୍ଦର ଯୁଗଳ ଚରଣ। ଭକତ ଜନ ବଜ୍ର ସେନା, ଭାବରେ ବସ ନନ୍ଦ କାହ୍ନା। ନନ୍ଦ ମହାନ୍ତି ତାଙ୍କୁ ଚିନ୍ତି, ହୃଦରେ ଜାତ ହେଲା ଭକ୍ତି। ବନ୍ଦୀରୁ ବାହାର ହୋଇଲା, ଦାଣ୍ଡକୁ ଅନାଇ ନ ଦେଲା। ଦେଖିଣ ଚଣ୍ଡାଳର ନାରୀ, ଅନ୍ନ ମାଗିଣ କରେ ଧରି। ତ୍ୱରିତ ହୋଇ ଚଳିଗଲା, ତା ଅନ୍ନ ଛଡ଼ାଇ ଘେନିଲା। ଦେଖୁଅଛନ୍ତି ଲୋକ ବୃନ୍ଦେ, ସେ ଅନ୍ନ ଭୁଞ୍ଜିଲା ଆନନ୍ଦେ। ଲୋକେ ବଇଲେ ତହିଁ ଥାଇ, ନନ୍ଦ ମହାନ୍ତି ହେଲା ଭାଇ। ଦେଖାଇଥିଲା ବଡ଼ପଣ, ଦଇବ ଦେଲା ଏକ ଶଣ। ନୃପତି ଦଣ୍ଡକୁ ଡରିଲା, କୁଟୁମ୍ବ ଏତେ ଦୂର କଲା। ଛାଡ଼ିଲା କ୍ରିୟା କର୍ମ ଦୁଇ, ନିଶ୍ଚୟ ହୋଇଲା ଏହୁ ବାଇ। ତା ଦେଖି ଦୂତମାନେ ଗଲେ, ନୃପତି ଛାମୁରେ କହିଲେ। ସେ ନନ୍ଦ ମହାନ୍ତିର କଥା, ଶୁଣିମା ହେଉ ମହାରଥା। ତୁମ୍ଭ ଦଣ୍ଡକୁ ଭୟ କରି, ବାଳୁତ ହେଲା ଜ୍ଞାନ ହାରି। ଛାଡ଼ିଲା ଜାତି କୁଳ ମାନ, ଚଣ୍ଡାଳ ହସ୍ତୁ ନେଲା ଅନ୍ନ। ଛାମୁରେ ଜଣାଇଲୁ ସତ୍ୟ, ଶୁଣି ନୃପତି ଆଚମ୍ବିତ। ବଇଲେ କେଡ଼େ କର୍ମ କଲା, ତାପରେ ଲୋକ ନାଶ ଗଲା। ଏକଥା ଦଇବ ଲେଖନ, କାହାର ବଳେ କରେ ଆନ। ହେମନ୍ତ ବୋଲି ତୁନି ହେଲେ, ସମସ୍ତେ ହାହାକାର କଲେ।
ଶୁଣ ହେ ମନ ନୃପନାହା ଏଥି ଉତ୍ତାରେ କଥା ଯାହା। ସେ ନନ୍ଦ ମହାନ୍ତି ଚରିତ ଚଣ୍ଡାଳ ହସ୍ତୁ ଖାଇ ଭାତ। ତହୁଁ ଚଳିଲା ବେଗ ହୋଇ ଆନନ୍ଦେ ପ୍ରଭୁ ଗୁଣ ଗାଇ। ବନସ୍ତେ ଯାଇ କଲା ବାସ ଜଳ ପବନ କରି ଗ୍ରାସ। କାହିଁ ବା ଫଳ ମୂଳ ଖାଇ ପଶୁଙ୍କ ସଙ୍ଗେ ସଙ୍ଗ ହୋଇ। ସମସ୍ତ ଦେଖିଲା ସମାନ ନାହିଁ ତାଙ୍କର ବଡ଼ ସାନ। ଯେଣେ ଚାହିଁଲେ ତେଣେ ହରି ଦିଶନ୍ତି ଶଙ୍ଖ ଚକ୍ରଧାରୀ। ଏମନ୍ତ ଜାଣି ତାର ଚିତେ ଭ୍ରମଣ କରଇ ଜଗତେ। କେତେ ହେ ଦିନର ଉତ୍ତାରେ ପ୍ରବେଶ ହେଲା ରଥି ପରେ। ସେ ଗ୍ରାମ ବାହାରେ ସ୍ଥାବର ସଂହାରି ହସ୍ତ ନାମ ତାର। ସେ ରାଜ୍ୟ ଯେତେ ଦଣ୍ଡମାନ ଯାହାକୁ ଦିଅନ୍ତି ରାଜନ। କେବଳ ସେହି ବୃକ୍ଷ ମୂଳେ ରଖନ୍ତି ନେଇ ରଖୁଆଳେ। ବେଙ୍ଗ ଚାବୁକ ଛାଟ ପିଟି ବାନ୍ଧିନ ନାକ କାନ କାଟି। ରଖନ୍ତି ସେହି ବୃକ୍ଷ ଠାରେ ପ୍ରମାଣ ଅଛଇ ତହିଁରେ। ସେ ବୃକ୍ଷ ମୂଳେ କଲା ବାସ ସେ ଯାଇ ଘୁମୟ ପାଉଁଶ। କେବଳ ନାମ ଭଜନରେ ଶୟନ କଲା ସେହିଠାରେ। ଏମନ୍ତେ ଗଲା କେତେ ଦିନ ଦିନେକ ସେ ରାଜ୍ୟ ରାଜନ। ଏକ ପରଜା ଦୋଷ ଜାଣି ଦୂତ ପେଶିନ ତାକୁ ଆଣି। ବଲଇ ଏହାକୁ ରେ ନେବ 25 କୋରଡ଼ା ପିଟିବ। ଆଜ୍ଞା ପ୍ରମାଣେ ଦୂତ ନେଲେ ସଂହାରି ହସ୍ତ ମୂଳେ କଲେ। ଆଣ୍ଟେ ଧରିନ ତାକୁ ଲୋକ ଦଣ୍ଡ ହିଁ ଦେଲେ ଯେ ଅନେକ। ଛାଡ଼ି ସେ ଦେଲେ କତୁରିତେ ଚଳିନ ଗଲେ ଯେ ଝାମତେ। ନନ୍ଦ ମହାନ୍ତି ପାଶେ ଥାଇ ଦେଖୁ ସେ ଥିଲେ ସବୁ ରହି। ଯେତେକ ବାଡ଼ି ତାକୁ ପିଟି ନନ୍ଦ ମହାନ୍ତି ଦେହ ଫୁଟି। ରୁଧିର ମାନ ବହିଗଲା ତା ଦେହ ରଙ୍ଗୁଆ ଦିଶିଲା। ତାହା ଦେଖିନ ଲୋକମାନେ ବିଚାର କଲେ ମନେ ମନେ। ଏତ ବିଚିତ୍ର କଥା ଘଟି ଏହାକୁ କେବା ଗଲା ପିଟି। ସର୍ବାଙ୍ଗ ଖଣ୍ଡ ଖଣ୍ଡ ହୋଇ ରୁଧିର ଯାଇଅଛି ବହି। ଏମନ୍ତ ଦେଖି ଧାଇଁ ଗଲେ ସେ ଦେଶ ରାଜାଙ୍କୁ କହିଲେ। ବଇଲେ ଶୁଣ ନୃପରାଣ ଛାମୁରେ କରୁଛୁ ଜଣାଣ। ସେ ନନ୍ଦ ମହାନ୍ତି କି ଧରି ମାଇଲେ ଉତ୍ପୃଧନ କରି। ଚର୍ମତା ଯାଇଛି ନିକିଳି ରୁଧିର ଯାଉଅଛି ଗଳି। ଦେଖି ଅଇଲୁ ଆମ୍ଭେ ତହୁଁ ଏହା ବୁଝିଣ ଆଜ୍ଞା ହେଉ। ଶୁଣି ନୃପତି କ୍ରୁଧ ଭରେ ବୋଲନ୍ତି ଯାଅ ହୁଡ଼ି ଦ୍ୱାରେ। ନନ୍ଦକୁ ଡାକି ଘେନି ଆସ ବୁଝିବା ଏଥିର ସନ୍ଦେଶ। ଯେ ତାକୁ ମାରିଥିବ ଅବା ରାଜ୍ୟ ବାହାର କରିଦେବା। ଶୁଣି ଚଳିଲେ ଦୂତମାନେ ନନ୍ଦ ମହାନ୍ତି ସନ୍ନିଧାନେ। ପାଶରେ ହଇଲେ ପ୍ରବେଶ ବଇଲେ ରାଜା ଆଜ୍ଞା ଆସ। ଶୁଣି ସନ୍ତୋଷ ନନ୍ଦ ଦାସ ମନରେ ହୋଇନ ହରଷ। ଦୂତଙ୍କ ସଙ୍ଗେ ଚଳିଗଲେ ନୃପତି ଛାମୁରେ ମିଳିଲେ। ଦେଖି ନୃପତି ଦୁଃଖ ତାର ବ୍ୟାକୁଳ ହଇଲେ ଅପାର। ବଇଲେ ଆରେ ଆରେ ନନ୍ଦ ତତେ ମାଇଲା କେଉଁ ମନ୍ଦ। ବହନ ଫେଡ଼ି ମତେ କହ ଦେଖିମ ସହୁ ନାହିଁ ଦେହ। ଶୁଣି ସେ ନନ୍ଦ ବ୍ରହ୍ମ ଏତେ ବଇଲା କି ପଚାର ମତେ। ମତେ ଯେ ତୁହି ତ ମାଇଲୁ ଏବେ ଏମନ୍ତ କିମ୍ପା ଗଲୁ। ଶୁଣି ହସିଲେ ନର ସାଇଁ ବଇଲେ ଛାଡ଼ି ନାହିଁ ବାଇ। ତା ଶୁଣି ଶ୍ରୀହରି ଭକତ ବଇଲେ ଶୁଣ ନର ନାଥ।
ମତେ ଲାଗିଛି ଯେଉଁ ବାଇ ତଥିକି ଔଷଧି ନାହିଁ। କେମନ୍ତ ହେବ ସେହୁ ଭଲ ଏହା ତ ବିଚାର ନ କଲ। ଶୁଣି ବୋଲନ୍ତି ନୃପରାହୁ କିରେ ନନ୍ଦିଆ କିସ କହୁ। ଦଇବ ଛାଡ଼ିଲା କି ତତେ ପୁଣି ତ ଚଳାଉଛୁ ମତେ। କି ଜ୍ଞାନ ଥିଲା ତୋର ଚିତେ ଏବେ ତା କହୁ କି ନା ମତେ। ତା ଶୁଣି ବୋଲେ ନନ୍ଦ ଭାଇ ଦେଖିବା ହେଉ ନର ସାଇଁ। ପାଚିଲା କଦଳୀ ପଣସ ଛେନା ନଡ଼ିଆ ଘେନି ଆସ। ଏଟା ଲୋକଙ୍କୁ ଖୁଆଇବା ପ୍ରଭୁ ମହିମା ଦେଖାଇବା। ତା ଶୁଣି ନୃପ ଆଜ୍ଞା ଦେଲେ ଆଣରେ ଦେଖିବା ବୋଇଲେ। ଆଜ୍ଞା ପ୍ରମାଣେ ଲୋକ ଗଲେ ସେହି ପ୍ରକାରେ ଆଣିଦେଲେ। ଛାମୁରେ କଲେ ସର୍ବ ନେଇ ଦେଖି ବୋଇଲା ନନ୍ଦ ଭାଇ। ମଣିମା ଏବେ ଆଜ୍ଞା ହେଉ କେ ଛେନା କେ କଦଳୀ ଖାଉ। ତାର ଉତ୍ତର ଦ୍ରବ୍ୟ ଯେତେ ଆସି ହେବ ମୋ ଗର୍ଭ ଗତେ। ପ୍ରତ୍ୟକ୍ଷେ ଅଭିନ୍ନ ଆତ୍ମାର ଦେଖିବା ହେଉ ନୃପେଶ୍ୱର। ସେ ଅଙ୍ଗେ ଦୁଃଖ ସୁଖ ଯେହି ଏ ଅଙ୍ଗେ ଲାଗି ନ ଅଛଇ। ଯାହାକୁ ତର ଦୂତ ନେଲେ ସଂଘାରି ହସ୍ତ ମୂଳେ କଲେ। ତାକୁ ପିଟିଲେ ଯେତେ ବାଡ଼ି ଏ ଦେହୁ ସେତେ ଛାଲ ଛାଡ଼ି। ଏକଥା ଅଟଇ ପ୍ରମାଣ ସକଳ ଦେହେ ନାରାୟଣ। ସମ୍ପୂର୍ଣ୍ଣ ଘଟେ ଘଟେ ପୁରୀ ଅଛନ୍ତି ଶଙ୍ଖ ଚକ୍ରଧାରୀ। ହେ ରାଜା ସ୍ୱରୂପ କହୁଛି ଏଥେ ସଂଶୟ ନାହିଁ କିଛି। ଏମନ୍ତ ଶୁଣ ମହାରଥା ବୋଇଲେ ବୁଝିବା ଏ କଥା। ଏ ଚାରି ଦ୍ରବ୍ୟ ଚାରି ଜଣ ଭୁଞ୍ଜିଲେ ବୁଝିବ ପ୍ରମାଣ। ତାହା ଶୁଣିନ ଲୋକେ ଧରି ଭୁଞ୍ଜିଲେ ଭିନ୍ନ ଭିନ୍ନ କରି। ତା ଦେଖି ସେ ନନ୍ଦ ମହାନ୍ତି ସମସ୍ତ କରିଦେଲା ବାନ୍ତି। ସେ କ୍ଷଣେ ଭିନ୍ନ ଭିନ୍ନ କରି ବୋଲେ ଦେଖ ହେ ଦଣ୍ଡଧାରୀ। ତାହା ଦେଖିଣ ନୃପବର ବୋଲନ୍ତି ଏ କି ଚମତ୍କାର। ଆହୁରି ବୁଝିବା କଥାଏ ଫିଟିବ ମନର ସଂଶୟେ। ବୋଲି ଶ୍ରୀହସ୍ତେ ବେତ ଗଟି ଧରି ଜଣକୁ ଦେଲେ ପିଟି। ତାହାର କିଛି ହିଁ ନଇଲା ସେ ନନ୍ଦ ଚମକି ପଡ଼ିଲା। ଅଙ୍ଗରୁ ଚର୍ମ ଛାଡ଼ିଗଲା ଫାଟିନ ରୁଧିର ବହିଲା। ତାହା ଦେଖିଣ ନରପତି ମନରେ କଲେ ଅତି ଭୀତି। ମନରେ କରି ଦଣ୍ଡବତ ବିନୟେ କହିଲେ ବହୁତ। ଅନେକ ଅଳଙ୍କାର ଧରି ବସ୍ତ୍ର ସହିତେ ପୂଜା କରି। ବୋଲେ ମୋ ଅପରାଧ ଯେତେ ଚିତେ ନ ଧର କଦାଚିତେ। ତାହା ଶୁଣିନ ନନ୍ଦ ଭାଇ ଅଳପ ହସି ନ କହି। ବୋଇଲେ ଶୁଣ ନୃପରାଣ କି ହେବ ଏ ବସ୍ତ୍ର ଭୂଷଣ। ଏଥି ମୋ କିସ ପ୍ରୟୋଜନ ତ କୃପା ଥାଉ ହେ ରାଜନ। ତୁମ୍ଭେ ଏଣିକି ଚେତା ହୁଅ ଚିରନୁ ଏଠି ନର ଦେହ। ଚାଲୁଣି ମଧ୍ୟେ ଯେହ୍ନେ ପାଣି ରଖିଲେ ନର ହେତା ଜାଣି। ସେହି ପ୍ରକାରେ ଏହି ଜୀବ କେବଳ ଚାହୁଁ ଚାହୁଁ ଯିବ। ଏଥକୁ ଯିବେ ଦୟା କରି ଜାଗ୍ରତ ହୁଅ ଦଣ୍ଡଧାରୀ। ହେମନ୍ତ ଜ୍ଞାନ ତାକୁ ଦେଇ ସେ ବସ୍ତ୍ର ଭୂଷଣ ନ ନେଇ। ହେ ରାଜା ଗଲିଟି ବୋଇଲେ ତହୁଁ ତ କ୍ଷଣେ ଚଳିଗଲେ। ଯାଉ ପ୍ରବେଶ ଖଣ୍ଡଗିରି ରହିଲେ ସିଦ୍ଧ ତନୁ ଧରି। ତା ଭକ୍ତି ମୁକ୍ତି କଥା ମାନ ଜାଣନ୍ତି ପ୍ରଭୁ ଭଗବାନ। ଶୁଣ ହେ ମନୁ ମହାରଥା ଏ ଦାଢ୍ୟ ଭକ୍ତି ରସ କଥା। କହଇ ବିପ୍ରରାମ ଗୀତେ ଅଶେଷ ପ୍ରାଣୀଙ୍କର ହିତେ। ଇତି
ଶ୍ରୀଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ। ନନ୍ଦ ମହାନ୍ତି ଦାଢ଼୍ୟ ଭାବ ବର୍ଣ୍ଣନେ ନାମ 144 ଅଧ୍ୟାୟ।